ଖୋଲା ଆକାଶ ତଳେ ଉଡୁଥିବା ବେଲେ ମାଞ୍ଜା ଗୁଡ଼ି ସୂତାରେ ଲାଗି ଆହତ ଗରୁଡ଼ ପକ୍ଷୀ ଉଦ୍ଧାର। ଆସନ୍ତୁ ନଜର ପକେଇବା ଏ ସମ୍ପର୍କିତ ଖବରରେ। ଆଜି ଆଠଗଡ଼ ବନ ବିଭାଗ ପକ୍ଷରୁ ଚମ୍पिଆ ତ୍ରିନାଥ ମନ୍ଦିର ନିକଟରୁ ଗୋଟିଏ ଗରୁଡ଼ ପକ୍ଷୀ ଉଦ୍ଧାର କରାଯାଇଛି। ପକ୍ଷୀଟି ଖୋଲା ଆକାଶରେ ଉଡୁଥିବା ବେଲେ ମାଞ୍ଜା ଗୁଡ଼ି ସୂତାରେ ଗୁଡ଼ାଇ ହୋଇ ଆହତ ହୋଇ ତ୍ରିନାଥ ମନ୍ଦିର ନିକଟରେ ପଡ଼ିଥିବା ବେଲେ ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ଆଠଗଡ଼ ବନାଞ୍ଚଳର ବନପାଳ ସବିତା ରାଉତ ଏବଂ ତାଙ୍କର ଟିମ୍ ଯାଇ ପକ୍ଷୀଟିକୁ ଉଦ୍ଧାର କରିଥିଲେ। ଆଠଗଡ଼ ପଶୁ ଚିକିତ୍ସାଳୟରେ ତାର ଚିକିତ୍ସା ପରେ ଛାଡ଼ି ଦିଆଯାଇଥିବା ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗରୁଡ଼ ପକ୍ଷୀଟିର ବୟସ ଆନୁମାନିକ 3 ବର୍ଷ ହୋଇଥିବା ବେଳେ ଓଜନ 3 କେଜି ହୋଇଥିବା ଜଣାପଡ଼ିଛି। ସରକାର ଏହି ମାଞ୍ଜା ସୂତାକୁ ବ୍ୟାନ୍ କରିଥିବା ବେଳେ କିଛି ଅସାମାଜିକ ଯୁବକ ନିଜର ସଉକ ପାଇଁ ନିରୀହ ଜୀବନ ପଶୁପକ୍ଷୀ ଓ ମଣିଷଙ୍କ ଜୀବନ ବାଜିରେ ଲାଗୁଛି। ଦେଖିବାକୁ ବାକି ରହିଲା କେବେ ଏପରି ମାଞ୍ଜା ସୂତା ବ୍ୟବହାର କେବେ ବନ୍ଦ କରାଯାଉଛି। आज तो आमर स्टाफ सकाल खबर पाई खबर पाइला हेडक्वार्टर फरेस्ट जी सविता राउत सागे सागे स्टाफ को धरिकी आम स्क्वाड मान धरिकी जाकि स्पॉट में पहुँचले चंपिया पर्वत त्रिनाथ मंदिर पाखे पक्षी माने आनले धरिकी आनला मार्क कले जो गुड़ी सूता जो उड़ीकी डेढ़ा गोड़ हाथ में किसी आघात लगी आणिक आम भीएस को सागे सागे देखलु देखला ट्रिटमेंट कलापर भलरे अच्छे आम दायित्व अच्छे भल है रिलीज करूँ। चढ़ेटी प्राय आनुमानिक 3 केजी खंड हम आ2 ରୁ 3 वर्ष भितर हम ना ना आम के देखी नी चढ़ई फास्ट टाइम देखिलु आघात होता है कलेक्शन करके आसिलु ट्रिटमेंट कर रखी। ब्यूरो रिपोर्ट तुति चैनल टीवी।